ओम श्री गणेशाय नमः। ओम नमो भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गो लङ्घयति गिरिं यत्कृपातमः वन्दे परमानन्दमाधवं। निगमकल्पतरुगलितं फलं शुकमुखादमृतदर्शनयुतं पीतव भागवत रसमलय ମହୁରହ ରସିକା ଭୁବି ଭାବୁକା। ଭାଗବତ ମହାପୁରାଣ ପାଠ କରିବା ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ପ୍ରତିଦିନ ସନ୍ଧ୍ୟା 6ଟାରେ ଭାଗବତ ଶ୍ରବଣ କରନ୍ତୁ। ଶ୍ରୀସୁତ ଉବାଚ ହରଷେ ମୁନିଙ୍କର ଆଗେ ସୁତ କହନ୍ତି ଅନୁରାଗେ ଶୁଣ ସକଳ ମୁନିଜନେ ହରିଚରିତ ସାବଧାନେ ଗଙ୍ଗା ସମୀପେ ଦେବଋଷି ସୁଖ ଆସନେ ଦୃଢ଼େ ବସି ବ୍ୟାସେ ପୂଜିଲେ ମନ ତୋଷେ ଯେ ଜାତ ଗୋବିନ୍ଦର ଅଂଶେ ହରଷେ ବାଣୀ ହସ୍ତେ ନେଇ କହନ୍ତି ବ୍ୟାସ ମୁଖ ଚାହିଁ। ନାରଦ ଉବାଚ ହେ ବ୍ୟାସ ପରାଶର ସୁତ ତୁମ୍ଭେ ସ୍ୱଭାବେ ଭାଗ୍ୟବନ୍ତ ତୁମ୍ଭର ଚଞ୍ଚଳ ବଦନ ଦେଖି ଜାଣିଲୁ ତୁମ୍ଭ ମନ। ସକଳ ଦେବ ଶିଷ୍ୟ ଦେଇ ପୁରାଣ ଭାରତ ଭିଆଇ ସଂସାର ଇଷ୍ଟ ଧର୍ମ ଯେତେ ସର୍ବସମ୍ପୂର୍ଣ୍ଣ ତୁମ୍ଭ ଚିତେ ଦେବ ବିଚାରି ବ୍ରହ୍ମ ଚିନ୍ତି ଚିତେ ନୋହିଲା ତୁମ୍ଭ ଶାନ୍ତି। ଭଲେ ଜାଣିଲି ଏକା ମୋହି ତୁମ୍ଭେ ସ୍ୱଭାବେ ପୁଣ୍ୟ ଦେହି। ନାରଦ ବାକ୍ୟ ଶୁଣି କର୍ଣ୍ଣେ ବ୍ୟାସ କହନ୍ତି ଅବଧାନେ। ବ୍ୟାସ ଉବାଚ ତୁମ୍ଭେ କହିଲ ମୁନି ଯେତେ ମୋର ଅଭ୍ୟାସ ବହୁମତେ ଦେବ ପୁରାଣେ ଅର୍ଥ ସେତେ ସର୍ବ ମୁଁ ସମ୍ପାଦିଲି ଚିତେ। ତଥାପି ଆତ୍ମା ତୋଷ ନୋହେ ମନ ନ ରହେ ସ୍ଥିର ଦେହେ। ତୁମ୍ଭେ ଯେ ବ୍ରହ୍ମାର ନନ୍ଦନ ତେଣୁ ଜାଣିଲ ମୋର ମନ। ଏମନ୍ତ ସ୍ଥିର କରିବାରେ ଗୋବିନ୍ଦ ବିନା କେ ବାତରେ ସକଳ ଶାସ୍ତ୍ର ତହୁଁ ସାର ଯାର ମହିମା ଅଗୋଚର ତାହାର ଭକ୍ତି ଯେଣୁ ନାହିଁ ଏଣୁ ମୋ ଚିତ୍ତ ସ୍ଥିର କାହିଁ। ତୁମ୍ଭେ ସକଳ ଗୃହେ ଜାଣ ବିଷ୍ଣୁର ମହିମା ପ୍ରମାଣ ସେ ସର୍ବଜୀବଙ୍କ ଈଶ୍ୱର ଯାର ମାୟାରେ ଏ ସଂସାର ସର୍ଜଇ ପାଳଇ ସଂହାରେ ତ୍ରିଗୁଣ ବଳ ସେ ବିହରେ। ସେ ମାୟା ତାକୁ ନ ଲାଗଇ ନିତ୍ୟ ସେ ନିଜ ସୁଖେ ଥାଇ। ଏ ତିନି ଲୋକେ ତୁମ୍ଭ ଦେହେ ନିରତେ ଭ୍ରମେର ବିପ୍ରାୟ ପ୍ରାଣିକ ବାହ୍ୟ ଅଭ୍ୟନ୍ତରେ ଯେ ସନେ ସମୀର ସଂସରେ। ଆତ୍ମାକୁ ଆତ୍ମା ସାକ୍ଷୀ ରୂପେ ନିତ୍ୟ ବିହର ନିଜ ସୁଖେ। ସେ ବିଷ୍ଣୁ ପଦ ବ୍ରହ୍ମ ଜଳେ ତୁମ୍ଭର ସ୍ନାନ ନିଶ୍ଚଳେ। ସେ ଜଳ ଶୀତ ଉଷ୍ମ ଭାବ ନିତ୍ୟ ତୁମ୍ଭର ଅନୁଭବ।
ତାହାର ମହିମା ପ୍ରମାଣେ ତୁମ୍ଭକୁ ଅନ୍ୟ କେବା ଜାଣେ। କହ ଆନନ୍ଦେ ମୁନିବର ଯେମନ୍ତେ ମନ ହେବ ସ୍ଥିର। ନାରଦ ଉବାଚ ଭୋମୁନି ସତ୍ୟ ଏ ବଚନ ତେଣୁ ସନ୍ତୋଷ ନୋହେ ମନ। ଧନ ସମ୍ପଦ କାମ ଅର୍ଥେ ଯେତେ କହିଲେ ଦେ ବେଦ ଶାସ୍ତ୍ରେ। କୃଷ୍ଣ ନିର୍ମଳ ଯଶ ଗୁଣ ଯେଣୁ ନ କଲେ ଉଚ୍ଚାରଣ। ଯେ ଧର୍ମ କୃଷ୍ଣ ତୋଷ ନୋହି ସେ ଧର୍ମେ ଚିତେ ନ ଘଟଇ। ଯଦି ଗୋବିନ୍ଦ ଗୁଣ ଗ୍ରାମେ ଅଭ୍ୟାସେ ଥାନ୍ତି କିଛି ଶ୍ରମେ। କେବେ କି ମନ ଅସନ୍ତୋଷ କହିବା ଶୁଣ ଉପଦେଶ। ଯେବେ ଜିହା ବାକ୍ୟ ଶ୍ରମେ ନ କରେ କୃଷ୍ଣ ଗୁଣ ଗ୍ରାମେ। ଯେ ବାଣୀ ଜଗତ ତାରିଣୀ ତା ଛାଡ଼ି ଅନ୍ୟ ଯେବେ ଭଣୀ। ତାହାକୁ ବୋଲି କାକବାଣୀ ଯହିଁ ଗୋବିନ୍ଦକୁ ନ ଶୁଣି। ନିଶ୍ଚୟ କାକ ତୀର୍ଥ ସେହି ସେ ଜଳେ କେବା ଅବଗାହି। ପରମହଂସ ମନୁ ମେଳେ ଯେ ଯାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟ କୃଷ୍ଣ ଗୁଣ ଗାଇ ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟ ଜନ ତପନାଶେ ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ ପ୍ରବନ୍ଧେ ଉଚ୍ଚାରଇ ଭାବେ। ପଦ ଦୂଷିତ ଯେବେ ହୁଏ ସେ ବାଣୀ ସର୍ବ ପାପ ବହେ। ଅନନ୍ତ ନାମେ ଯଶ ଗୁଣେ ସାଧୁଙ୍କ ବାଣୀ ନିତ୍ୟ ଭଣେ। ସେ ହରି ଭାବ ଯେବେ ଛାଡ଼ି ଯେ ଯାନ୍ତି କର୍ମ ପଥ ମାଡ଼ି। ନିଷ୍କାମ ମତେ ସର୍ବନିନାଶୀ ତପ ସାଧନ୍ତି ବନେ ପଶି। ହରି ମହିମା ଛାଡ଼ି ଦେବେ ଅତି ନିର୍ମଳ ଜ୍ଞାନ ଭାବେ। ସେ କାହିଁ ଅଶୁଭ ନାଶିବ ତପ ସାଧିଲା ଫଳ ଦେବ। ଯେ ପୁଣ୍ୟ ଦେବ ମାର୍ଗେ କରେ ନିର୍ମଳ ଚିତେ ଫଳ ଧରେ। ହରିକୁ ନ କରେ ଅର୍ପଣ ସେ ସର୍ବ ଫଳ ଅକାରଣ। ତୁମ୍ଭେ ସ୍ୱଭାବେ ଭାଗବତ ମହାନୁଭବେ ଉଦ୍ଧଚିତ। ସତ୍ୟବଚନ ଧୃତବତୀ ଏଣୁ ଅମୋଘ ତୁମ୍ଭ ଗତି। ସମାଧି କର କୃଷ୍ଣ ପାଦେ ତାଙ୍କ ଚରିତ ଅନୁବାଦେ। ପ୍ରବନ୍ଧେ ଭାଗବତ କର ଅଖିଳ ଜନକୁ ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ। କୃଷ୍ଣ ଭକତି ଲାଭ ଛାଡ଼ି ତୃତୀୟ ବର୍ଗେ ଲୋଭେ ବଢ଼ି। ତାହାଙ୍କ ସୁଖ ଲେଶ ନାହିଁ ସମୁଦ୍ରେ ଯେହ୍ନେ ନାବ ଥାଇ। ଜଳ ପବନ ମେଘ ଯେତେ କୁଡ଼େ ନ ଲାଗି ବେଗେ ଭାଜେ। ତାହାଙ୍କ ଗତି ସେହି ମତ ଶୁଣ ହେ ପରାଶର ସୂତ। ନିନ୍ଦିତ କାମ୍ୟ କର୍ମ ଚିନ୍ତି ଯେ ଧର୍ମ ଧର୍ମ ଶିକ୍ଷା ଦ୍ୟାନ୍ତି। ସ୍ୱଭାବେ ଦୃଢ଼ ସେହୁ ଜନ ତାହାର ବ୍ୟର୍ଥ ଜୀବନ। ସାଧୁ ନିବାରି ନ ବୁଝନ୍ତି ଜଗତେ ନାହିଁ ତାଙ୍କ ସ୍ଥିତି। ପାପ ଆଚରି ନର ଲୋକେ ଅନ୍ତେ ସେ ପଡ଼ନ୍ତି ନରକେ। ତୁମ୍ଭେ ସ୍ୱଭାବେ ବିଚକ୍ଷଣ
ଭାବ ଅଭାବ କଲେ ଜାଣ ଅନନ୍ତ ପାର ବିଷ୍ଣୁ କଥା ତୁମ୍ଭେ ବର୍ଣ୍ଣନେ ସାମରଥା ନିବୃତ୍ତି ପ୍ରଭୃତି ଏ ମାର୍ଗେ ପ୍ରାଣୀ ତରିବେ ଯେଉଁ ଭାବେ ହରିଚରିତ ଦୀପକର ଜନକୁ ଅନ୍ଧାରୁ ଉଦ୍ଧାର ଯେ ପ୍ରାଣୀ ନିଜ ଧର୍ମ ତେଜେ ହରିଚରଣେ ଦୃଢ଼େ ଭଜେ ଭଜୁ ମରଇ ଯେବେ ଦୁଃଖ କେବେ ହେ ନ ପଡ଼େ ଡରକେ ସୋଧର୍ମେ ନ ଭଜନ୍ତି ପ୍ରାଣୀ ହରି ମହିମା ପରିମାଣୀ ଅନ୍ତେ ତାହାର ଗତି ଯେତେ କେ ଅନୁମାନ ପାରେ ଚିତେ ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର ଯେ ଲାଭ କେହି ନ ଜାଣନ୍ତି ସେ ଭାବ ଯାର ଚିତେ ଚିନ୍ତି ଏ ଅଧ ଊର୍ଦ୍ଧ୍ୱ ବେନି ପଥେ ସେ ପ୍ରାଣୀ ଭଜନ୍ତି ନିରତେ ତାହାଙ୍କ ଧର୍ମେ ତାହାଙ୍କ ମଧ୍ୟେ ଏକ କ୍ଷଣେ ନୋହିଲେ ସେ ଫଳ ଧାରଣେ ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି ସେ ଫଳ ପାଇ ଦୁଃଖ ଧ୍ୟାଇ ଭ୍ରମଣେ ସୁଖ ନ ଲଭଇ ଭ୍ରମନ୍ତେ ଅବା ଯେବେ ପାଇ ପୁଣି ଭ୍ରମଇ ତାହା ଖାଇ କାଳର ବେଳେ ପୁଣ ପୁଣ ଏ ଭବ ମଧ୍ୟେ ତା ଭ୍ରମଣ ଏଣୁ ମୁକୁନ୍ଦ ପାଦଗତେ ଯେ ପ୍ରାଣୀ ଭଜନ୍ତି ନିରତେ ମୁକୁନ୍ଦ ପଥେ ତାଙ୍କ ଗତି ଅନ୍ୟର ପଥେ ନ ଭଜନ୍ତି କୃଷ୍ଣର ପାଦ ପଦ୍ମରସ ନିରତେ ଯେ କରନ୍ତି ଗ୍ରାସ ସେ ରସ ଛାଡ଼ିବେ ସେ କେହ୍ନେ ରସେ ରସିକ ଜନ ଯେହ୍ନେ ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର ଯେଣୁ ଉତ୍ପତ୍ତି ସ୍ଥିତି ନାଶ ଈଶ୍ୱର ହୁଅଇ ପ୍ରକାଶ ଈଶ୍ୱର ଜୀବ ଏ ସଂସାର ଏ ସର୍ବ କରଇ ପ୍ରକାର ଏ ସର୍ବ ବ୍ରହ୍ମ ଭାଗେ ଜାଣି ବେଦରେ ଅଛି ପରମାଣି ତୁମ୍ଭେ ସର୍ବଜ୍ଞ ମୁନିବର କହ କୃଷ୍ଣର ଅବତାର ତୁମ୍ଭେ ଯେ ଆତ୍ମା ରାମେ ରମି ଅନ୍ତର ଦୃଷ୍ଟି ଅନ୍ତର୍ଯାମୀ ପରମ ପୁରୁଷର କାଳ ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥେ ସ୍ୱଭାବେ ଯାର ଜନ୍ମ ନାହିଁ ମାୟା ସୟଳେ ଦେବ ବହି ତାର ଚରିତ କର ଚିତେ ପ୍ରକାଶ କର ଜନହିତେ ଏ ଯେ ପୁରୁଷଙ୍କର ସାର ଯଜ୍ଞ ତପସ୍ୟା ନିର୍ବିକାର ଇଷ୍ଟ ପୂଜନ ଜପଦାନ ଯେବେ ଭାବଇ କୃଷ୍ଣ ନାମ ପୂର୍ବେ ନିର୍ମଳ ମୁନିଜନେ ତପ ଆଚରି ଘୋର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା ଏ ଭାବ ପାଇଲି ଯେ ମନ୍ତେ କହିଲି ତୁମ୍ଭର ଗ୍ରତେ ପୂର୍ବରେ ଦକ୍ଷ ସାପ ପାଇ ଜନ୍ମିଲି ଦାସୀ ପୁତ୍ର ହୋଇ ବ୍ରାହ୍ମଣ ଘରେ ଏକାଏକି ମୋହର ଜନନୀ ସେବକୀ କାର୍ଯ୍ୟ କରଇ ରାତ୍ର ଦିନେ ଏମନ୍ତ ବିଧିର ବିଧାନେ ସେ ବିପ୍ର ଘରେ ବର୍ଷା କାଳେ ଅତିଥି ବ୍ରାହ୍ମଣ ମିଳିଲେ ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି ସେ ବିପ୍ର ଶୁଣ ମୋ ବଚନ ଆଜି ଜୀବନ ମୋର ଧନ୍ୟ
ତୁମ୍ଭର ଦୟା ଯେବେ ମୋତେ ମୋ ଘରେ ରହ ଦିନାକତେ। ଦୁର୍ଗମ ବରଷାଏ ଚାରି ଏ ଋତୁ ମୋର ଘରେ ସାରି। ହେଉ କହିଲେ ବିପ୍ରଜନେ ମୁହଁଟି ବୋଲେ ସୁଧ ମନେ। ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ। ବାଳକ ଚଞ୍ଚଳ ମୋ ଚିତ୍ତ ସେବା କରଇ ଅବିରତ। ସେ ବିପ୍ରଗଣ ମୋତେ ଚାହିଁ ଆଶ୍ୱାସ କଲେ ଦୟା ବହି। ସମଦରସି ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ। ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ରହେ ଯେତେ। ତାହା ଭୁଞ୍ଜଇ ନିତ୍ୟ ମୁହିଁ ଅନ୍ୟ ଭୋଜନ ମୋର ନାହିଁ। ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋହର ଚିତ୍ତ ଅପମାଦେ। ବିପ୍ରଙ୍କ ମୁଖୁ ହରିବାଣୀ ତାହାଙ୍କ ଅନୁଗ୍ରହେ ଶୁଣି। ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ। କୃଷ୍ଣ ହୁଁ ଅନ୍ୟ ନ ଜାଣଇ ବିଷୟ ବିଷ ଆଉ ନାହିଁ। ଏଣୁ ଏ ସତ ସଦଗତି ରୂପେ ପ୍ରାଣିକ ହୃଦୟରେ କଳ୍ପିତ। ମୁହିଁ ଦେଖଇ ବାହ୍ୟ ଅନ୍ତେ ହରି ହୁଁ ଅନ୍ୟ କେ ଜଗତେ। ଏମନ୍ତେ ବରଷା ସରିଲା ଶରତ ଋତୁ ପ୍ରକାଶିଲା। ବିପ୍ରଙ୍କ ସଙ୍ଗେ ହରିବାଣୀ ନିରତେ ତାଙ୍କ ମୁଖୁ ଶୁଣି। ସାତ୍ୱିକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ। ମୋହର ସେବା ଦିନୁ ଦିନ ଦେଖି ସନ୍ତୋଷ ବିପ୍ରଜନ। ଯେବାର ବେଳେ ମୋତେ ରାଇ କୃଷ୍ଣ ମହିମା ଶିକ୍ଷା ଦେଇ। ସେ ଗୃହେ ଗୃହତମ ଜ୍ଞାନ କ୍ଷଣେ ଉଦିତ ଭଗବାନ। ଏ ସର୍ବ କହି ମୋର କର୍ଣ୍ଣେ ଦୀନ ବତ୍ସଳ ମୁନିଜନେ। ବିଷ୍ଣୁର ମାୟା ଅନୁଭବ ଯେଣେ ଜାଣିଲି ମୁହିଁ ସର୍ବ। ଯେ ଭାବେ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ। ଆତ୍ମାର ଗତି ପ୍ରକାଶଇ ତାପତ୍ରୟ ଯେ କ୍ଷୟ ଯାଇ। ବ୍ୟାଧି ଉପୁଜେ ଯହୁଁ ଅଙ୍ଗେ ସେ ଦ୍ରବ୍ୟ ଚିକିତ୍ସା ନ ଲାଗେ। ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ଭଜି। ସେ କାହୁଁ ତରିବେ ସଂସାରେ ପଡ଼ନ୍ତି ଘୋର ଅନ୍ଧକାରେ। ଏ ଭବ ମଧ୍ୟେ ଦେହ ହରେ ଶ୍ରୀକୃଷ୍ଣ ଭକ୍ତି କର୍ମ କରେ। ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ। ମନ୍ତ୍ର ଉଚ୍ଚାରି ସ୍ତୁତି କରି ପୂଜା କରନ୍ତି ଗୃହେ ଭରି। ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି ହରି ଦେହେ। ଏମନ୍ତେ ସାଧୁ ସଙ୍ଗ ମେଳେ କୃଷ୍ଣର ଭକ୍ତି ଯୋଗ ବଳେ। ଅଶେଷ ଦୁଃଖ ଦୂର ଗଲା ସେ ହରି ମୋତେ ଆଜ୍ଞା ଦେଲା। ଏବେ ହୋ ଶୁଣ ମୁନିବର ହରିଚରଣ ମନେ ଧର। କୃଷ୍ଣର ଗୁଣ ଗ୍ରାମ ଯେତେ ପ୍ରାଣୀକୁ କହ ଭାଗବତେ। ବିଷୟାର ସେ ପ୍ରାଣୀ ମରେ ଆତ୍ମାର ଗତି ନ ସୁମରେ। ସେ ଯେବେ ଭାଗବତ ଶୁଣି ତରିବ ଭବ ତରଙ୍ଗଣୀ। ଏମତେ ବ୍ୟାସ ଆଗେ କହି ବାଣୀ ସଙ୍ଗତେ କୃଷ୍ଣ ଗାଇ। ସେ ମୁନିବର ପାଦ ଯୁଗେ ସୁଜନେ ନମ ଅନୁରାଗେ। ହୋଇବ ଭବ ବନ୍ଧନାଶେ କହଇ ଜଗନ୍ନାଥ ଦାସେ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପରମହଂସ୍ୟଂ ସଂହିତାଂ 82 ପ୍ରଥମ ସ୍କନ୍ଧେ ବ୍ୟାସ ନାରଦ ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟ।
ઓમ નમઃ ભગવતે વાસુદેવાય.